ଅଗଷ୍ଟ 10 ରୁ ଅଗଷ୍ଟ 16 ତଥା ଆଗାମୀ 7 ଦିନ ପାଣିପାଗ ପୂର୍ବାନୁମାନ ଓଡ଼ିଶା ପରିପ୍ରେକ୍ଷୀରେ ତା ସହିତ ଯଦି କହିବା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବଙ୍ଗୋପସାଗର ତାର ପ୍ରଭାବ ଓଡ଼ିଶା ଉପରେ କ'ଣ ରହିବ। ହଁ ଆଜ୍ଞା, ମୁଁ ହେଉଛି କଳାକାନ୍ତ ସାମନ୍ତରାୟ, ଆପଣ ଦେଖିଛନ୍ତି ଓଡ଼ିଶା ୱେଦର ଅପଡେଟ୍ ୟୁଟ୍ୟୁବ୍ ଚ୍ୟାନେଲ୍। ଆପଣଙ୍କୁ ଆମ ଚ୍ୟାନେଲକୁ ସ୍ୱାଗତ। ଯଦି କହିବା ତାହେଲେ 10-11 ଅଗଷ୍ଟ ବେଳକୁ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ, ଦକ୍ଷିଣ ବାଂଲାଦେଶ ଉପକୂଳ ଲାଗିକି ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇପାରେ। ସେହି ଅଞ୍ଚଳରେ ଲଗାତାର 4ରୁ 5 ଦିନ 6 ଦିନ ପର୍ଯ୍ୟନ୍ତ ସକ୍ରିୟ ରହିବାର ସମ୍ଭାବନା ରହିଛି। ଏବଂ ଏହାର ଗତିପଥ କ'ଣ ରହିବ, କେତେ ଶକ୍ତିଶାଳୀ ରହିପାରେ ଲଘୁଚାପ ଏବଂ ଏହାର ପ୍ରଭାବ ଓଡ଼ିଶା ଉପରେ କ'ଣ ରହିବ, ବନ୍ୟା ଆଶଙ୍କା ରହିଛି କି ନାହିଁ। ହଁ ଆଜ୍ଞା, ପ୍ରଥମ ଯଦି କହିବା ତାହେଲେ ଏ କେତେ ଶକ୍ତିଶାଳୀ ହେବ, ହୁଏତ ଏ ଲଘୁଚାପ ପରେ ଅବପାତ ମଧ୍ୟ ରୂପ ନେଇପାରେ। ଯଦି ଅବପାତ ରୂପ ନେବ ତାହେଲେ ଓଡ଼ିଶାରେ ପ୍ରବଳ ଅତିପ୍ରବଳ ବର୍ଷା, ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଏବଂ ଏହା ଗତିପଥ ଯଦି କହିବା ତାହେଲେ ଇଏ ଉତ୍ତର ଓଡ଼ିଶା, ପାର୍ଶ୍ୱବର୍ତ୍ତୀ ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ଦେଇକି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଯାଇପାରେ। ଏବଂ ଏହାର ସିଧାସଳଖ ପ୍ରଭାବ ଯେହେତୁ ଲଘୁଚାପର ଦକ୍ଷିଣ ପଶ୍ଚିମ ଦିଗକୁ ରହିବାର ସମ୍ଭାବନା ରହିଛି। ଗୋଟେ ଲଘୁଚାପ କ୍ଷେତ୍ର ଦକ୍ଷିଣ ପଶ୍ଚିମ ପଟେ ଅଧିକ ବାଦଲଖଣ୍ଡ ସକ୍ରିୟ ରହିଥାଏ, ଯେହେତୁ ଏବେ ମୌସୁମୀ ବାୟୁ ସକ୍ରିୟ ରହିଛି ଏବଂ ତା ସହିତ ନିମ୍ନଚାପ ରେଖା ମଧ୍ୟ ଏହି ଲଘୁଚାପକୁ ଦେଇକି ଉତ୍ତର ଭାରତ ପର୍ଯ୍ୟନ୍ତ ଯିବାର ସମ୍ଭାବନା ରହିଛି, ଯାହାଫଳରେ କି ଓଡ଼ିଶାରେ ପ୍ରବଳ ଅତିପ୍ରବଳ ବର୍ଷା ମଧ୍ୟ ଦେଖିବାକୁ ମିଳିପାରେ। ଏବଂ ଏହା ପ୍ରଭାବରେ ବନ୍ୟା ଆଶଙ୍କା ମଧ୍ୟ ଉତ୍ତର ଓଡ଼ିଶାରେ ଦେଖିବାକୁ ମିଳିପାରେ। ଯଦି ଛତିଶଗଡ଼ ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷା ରୁହେ ତାହେଲେ ମହାନଦୀରେ ମଧ୍ୟ ବନ୍ୟା ଆଶଙ୍କା ମଧ୍ୟ ଏଡ଼ାଇ ଦିଆଯାଇନପାରେ। ଉତ୍ତର ଓଡ଼ିଶାର ସମସ୍ତ ନଦୀମାନଙ୍କରେ ବଡ଼ ଧରଣର ବନ୍ୟା ସୃଷ୍ଟି ହୋଇପାରେ। ଏବଂ କେତେ ପରିମାଣ ବର୍ଷା ଯଦି କହିବା, ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଯଦି କହିବା 200ରୁ 250 ମିଲିମିଟର ଅଧିକ ବର୍ଷା ରେକର୍ଡ ହୋଇପାରେ। 300 ମିଲିମିଟର ପର୍ଯ୍ୟନ୍ତ ବର୍ଷା ମଧ୍ୟ ଦେଖିବାକୁ ମିଳିପାରେ ଆଗାମୀ 6-7 ଦିନ ମଧ୍ୟରେ। ଗୋଟେ ଦିନରେ 50 ମିନିଟ 100 ମିନିଟ ଅଧିକ ବର୍ଷା ମଧ୍ୟ ହୋଇପାରେ। ଏବଂ ଲଘୁଚାପ ଯେତେବେଳେ ଗତି କରିବ ସେହି ସମୟରେ ମଧ୍ୟ 250ରୁ 300 ମିନିଟ ପର୍ଯ୍ୟନ୍ତ ବର୍ଷା ମଧ୍ୟ ଦେଖିବାକୁ ମିଳିପାରେ। କେଉଁ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ, ସର୍ବାଧିକ ପ୍ରଭାବ ଯଦି କହିବା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର, କନ୍ଧମାଳ, ଦେଓଗଡ଼, ସୁନ୍ଦରଗଡ଼ ଏବଂ କେନ୍ଦୁଝର, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଏବଂ ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର ଏସବୁ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ବିଭିନ୍ନ ସ୍ଥାନରେ ଭୟଙ୍କର ବର୍ଷା ଆଗାମୀ 7 ଦିନ ମଧ୍ୟରେ ଦେଖିବାକୁ ମିଳିପାରେ। ଏବଂ ଏହାର ପ୍ରଭାବ ଯଦି କହିବା ବିଭିନ୍ନ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇପାରେ, ଯେହେତୁ 250 ମିନିଟରୁ 300 ମିନିଟ ପର୍ଯ୍ୟନ୍ତ ଆଗାମୀ 7 ଦିନ ବର୍ଷା ରହିଛି। ଭାରୀ ବର୍ଷା, ଅତ୍ୟନ୍ତ ଭାରୀ ବର୍ଷା ଦେଖିବାକୁ ମିଳିପାରେ। କେଉଁ ନଦୀରେ ବନ୍ୟା ଆଶଙ୍କା ରହିଛି, ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ଜଳକା, ଶାଳନ୍ଦୀ ଏବଂ ତା ସହିତ ଯଦି କହିବା ଛୋଟ ବଡ଼ ନଦୀ ସୁବର୍ଣ୍ଣରେଖା ମଧ୍ୟ ବଡ଼ ନଦୀରେ ମଧ୍ୟ ବନ୍ୟା ମଧ୍ୟ ସୃଷ୍ଟି ହୋଇପାରେ। ବଡ଼ ବନ୍ୟା ସୃଷ୍ଟି ହୋଇପାରେ ଯେହେତୁ ଲଗାତାର 6-7 ଦିନ ବର୍ଷା ରହିଛି। ଏବଂ ଉତ୍ତର ଓଡ଼ିଶାରେ ବଡ଼ ଧରଣ ବନ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ସର୍ବାଧିକ ପ୍ରଭାବ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଶାଳନ୍ଦୀ ଏବଂ ବୈତରଣୀ ନଦୀରେ ଦେଖିବାକୁ ମିଳିପାରେ। ଜଳକାର ମଧ୍ୟ ବନ୍ୟା ମଧ୍ୟ ପରିସ୍ଥିତି ଉପୁଜିପାରେ। ତ ସତର୍କ ରୁହନ୍ତୁ, ଏସବୁ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ରହିବ ଏବଂ ତା ସହିତ ଦକ୍ଷିଣ ଓଡ଼ିଶା ମଧ୍ୟ ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ରହିବାର ସମ୍ଭାବନା ରହିଛି। ଏବଂ ଯଦି ପାଣିପାଗରେ କୌଣସି ପରିବର୍ତ୍ତନ ଘଟିବ, ଗତିପଥ କେଉଁଠି ପରିବର୍ତ୍ତନ ଘଟିବ ଏବଂ ବନ୍ୟା ଆଶଙ୍କା କେଉଁ ନଦୀରେ ରହିବ, ତ ଆଗାମୀ ଦିନମାନଙ୍କରେ ଏବଂ କେତେ ପରିମାଣ ବର୍ଷା ଏ ଲଘୁଚାପ ପ୍ରଭାବ ଦେଖିବାକୁ ମିଳେ ନିଶ୍ଚିତ ଭାବରେ ମୁଁ ତାପରେ ଅପଡେଟ୍ ଦେବି। ନିଶ୍ଚିତ ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଥାନ୍ତୁ, ଲାଇକ୍ କରିଥାନ୍ତୁ। ଯଦି ପାଣିପାଗରେ କୌଣସି ପରିବର୍ତ୍ତନ ଘଟିବ ନିଶ୍ଚିତ ଭାବରେ ମୁଁ ଅପଡେଟ୍ ଦେବି। ଦେଖୁଥାନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଥାନ୍ତୁ, ଲାଇକ୍ କରିବେ। ରହିଲି, ନମସ୍କାର।